ବ୍ରହ୍ମକମଳ ଏହା ଅତି ଦୁର୍ଲଭ ପୁଷ୍ପ ଅଟେ। ଏହି ପୁଷ୍ପ ଦେଖିବା ବହୁତ ବଡ଼ ସୌଭାଗ୍ୟର କଥା ଅଟେ। କାରଣ ଏହା ରାତିରେ ଫୁଟିକି ରାତିରେ ହିଁ ଝଡ଼ି ପଡ଼ିଥାଏ ଏବଂ ଏହା ଶ୍ରୀ ଜଗନ୍ନାଥ ଏବଂ ବ୍ରହ୍ମ ଦେବତାଙ୍କର ଅତି ପ୍ରିୟର ପୁଷ୍ପ ଅଟେ। ବ୍ରହ୍ମକମଳ ପୁଷ୍ପ। ଏହି ଫୁଲ ଫୁଟିବା ମାତ୍ରେ ହିଁ ତାକୁ ସାଙ୍ଗେ ସାଙ୍ଗେ ପୂଜା କରିକି ଘରକୁ ଆଣିଥାନ୍ତି ଏବଂ ସକାଳେ ଭଗବାନଙ୍କ ପାଖରେ ଅର୍ପଣ କରିଥାନ୍ତି। ଏହି ଗଛ ବହୁତ ଶୁଭ ଅଟେ ଏବଂ ଏହି ଗଛକୁ ବହୁତ ଲୋକ ଦେଖିବାକୁ ଆସନ୍ତି। ବ୍ରହ୍ମକମଳ ଫୁଲକୁ ଆଧ୍ୟାତ୍ମିକ ଉନ୍ନତି ଏବଂ ସୁଖ ସମୃଦ୍ଧି ପାଇଁ ପୂଜା କରାଯାଏ। ଫୁଲର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି। କୁହାଯାଏ ବ୍ରହ୍ମକମଳ ଫୁଲକୁ ପାଣିରେ ଧୋଇ ସେହି ପାଣି ପିଇଲେ ବହୁତ ରୋଗ ବ୍ୟାଧି ଦୂର ହୋଇଥାଏ। ସଞ୍ଜୀବନୀ ଠାରୁ କମ୍ ନୁହେଁ ବ୍ରହ୍ମକମଳ ଫୁଲ।